गोटे बणरे रहुथिले गोटे हरिण एवं कुआटीए। हरिण बहुत शांत स्वभावर थिला किंतु कुआ थिला बहुत चालाक। हेले दुई जनक भितरे बंधुत्व बहुत निबिड़ थिला। दुहें दुहें को बहुत भल पाउथिले। सेई बणरे भी रहुथिला गोटे बिलुआ। तार किंतु हरिण मांस खाइबा पई भारी लोभ थिला। दिने से हरिण संगरे मैत्र बसिला। संगाद कौन करुछ? आजिकाली कौन आ दिसुन? बाहर को बाहरुन कि? ना सेमिति किछि विशेष दरकार पड़ुनी तो सेइथि पई। ता छडा घासपत्र मते पाखापाखी मिली जाउछि ना। मोर किंतु तम देहर रंग बहुत पसंद। तमे केते गोरा, तम देहरे पुनी टिके टिके दाग अछि। अरे ये कौन मो संगत को एते तेल मारुची? ता माने यार निश्चय किछि स्वार्थ अछि। ना मो कहिबा कथा एई पाख गाँ रे बढ़िया धान हेइछि। ताकू जगा रखा करिबा पई कोनोसी लोक नाहंती। तेणु तमे जदि राजी हुअंत ताहले आमे दुहे जाई बुली आसंते। हाँ हाँ किछि असुविधा नहीं। तमे जदि कहिबो ताहले मु आसीबी तम पाखकू। काली जाई आमे बुली आसीबा। संगत काली सकाळू आस, मु तम संगे निश्चय जाई बुली आसीबी। मु ताहले जाउछि। हो संगत एगुड़ा ठीक कथा नुह। काई कौन असुविधा हैला कि? देख बिलुआ बड़ चालाक जाति। से बिना स्वार्थरे किछि काम करेनी। तमको से धान खाइबा पई डाकुची माने तार निश्चय एथिरे किछि स्वार्थ रहिछि। संगत तमर सब बेले गोटे अखाडुआ कथा। मु धान खाइबाकू भल पाए बोली से मते डाकुची। मु जाई देखि के आसे तापरे तमको जणैबिनी। मु एते बोका नुह म। हौ देख तमको जहा सुविधा होछि। ता परदिन सकाळु सकाळु बिलुआ आउ हरिण चालिले धान बिलकू। पाचिला धान देखि हरिण मन आनंदरे खाइबाकू लागिला। आउ हरिणर से धान प्रति लोभ भी बढ़िला। प्रतिदिन सेमाने धान बिलकू चालिले सांग हेई। कुआ किंतु सबुदिने उड़ी उड़ी सेमानक सांगरे जाए। हेले ए कथा से दुहि जानि पारंतिनि। धीरे धीरे जो चाषीर से बिल से देखिला ता बिलरू धान सरी सरी आसुची। तेणु से बिलरे जाल बिछाई देला। ता परदिन हरिण आउ बिलुआ चरिबाकू गला बेले हरिण फासरे पड़गला।
ହରିଣ ଫାଶରେ ପଡ଼ିବା ଦେଖି ବିଲୁଆର ମନ ଖୁସି ହେଇଗଲା। ସେ ଭାବିଲା ଯେ ଏଥର ହରିଣ ମାଂସ ଟିକେ ନିଶ୍ଚିତ ତା ପାଟିରେ ବାଜିବ। କାଉ କିନ୍ତୁ ହରିଣର ଏହି ଅବସ୍ଥା ଦେଖି ବଡ଼ ବିଚଳିତ ହୋଇପଡ଼ିଲା। ସେ ବିଲୁଆର ଯୋଜନା ବିଷୟରେ ସବୁ ଜାଣିପାରିଲା। ହରିଣ ପାଖରେ ଯାଇ ପହଞ୍ଚିଗଲା କାଉ। ସଙ୍ଗାତ, ମୁଁ କ'ଣ କହୁଥିଲି ବୁଝିଲ ତ? ମୋର ଭୁଲ ହେଇଛି ସଙ୍ଗାତ, ମତେ ବଞ୍ଚାଅ। ତମେ ବ୍ୟସ୍ତ ହୁଅନି, ମୋ କଥା ମନ ଦେଇ ଶୁଣ। ମୁଁ ଯାହା କହୁଛି ସେୟା କରିବ, ହେଲା? ଚାଷୀ ପାଖକୁ ଆସି ତମକୁ ଫାଶରୁ ଖୋଲିଦେବା ପର୍ଯ୍ୟନ୍ତ ତମେ ଏଇଠି ମରିଯିବା ଭଳି ପଡ଼ି ରହିବ। ଯେମିତି ସେ ଆସି ତମକୁ ଖୋଲିଦେବ, ତମେ ଏକାଥରେ ସବୁ ବଳ ଲଗେଇ ବଣ ଭିତରକୁ ଦୌଡ଼ି ପଳେଇବ, ହେଲା? ଓ ହଁ ସଙ୍ଗାତ, ସେଇଆ କରିବି। ଏତିକି କହିଦେଇ କାଉ ଉଡ଼ିଯିବା ପରେ ଚାଷୀ ସେଠି ଆସି ପହଞ୍ଚିଗଲା। ହରିଣଟେ ଫାଶରେ ପଡ଼ିଥିବାର ଦେଖି ସେ ବଡ଼ ଖୁସି ହେଇଗଲା। ବୋଦା ଉହାଡ଼ରେ ଲୁଚିଥିବା ବିଲୁଆ ବି ଖୁସି ହଉଥିଲା ମନେ ମନେ। ଚାଷୀ ହରିଣକୁ ଫାଶରୁ ଖୋଲିଦେବା ପରେ ହରିଣ ସବୁ ବଳ ଲଗେଇ ଦୌଡ଼ିଲା ବଣ ଭିତରକୁ। ତାପରେ ଚାଷୀ କ'ଣ କଲା ନା, ତା ପାଖରେ ଥିବା ଠେଙ୍ଗାକୁ ଖୁବ୍ ଜୋରରେ ଫିଙ୍ଗିଲା ହରିଣ ଉପରକୁ। ହେଲେ ଠେଙ୍ଗା ଯାଇ ବାଜିଲା ବିଲୁଆର ଦେହରେ। ବିଲୁଆ ସେଇଠି ଟଳି ପଡ଼ିଲା। ଅଧା ରହିଗଲା ତାର ହରିଣ ମାଂସ ଖାଇବାର ସ୍ୱପ୍ନ। ଯେ ପାଞ୍ଚେ ପରମନ୍ଦ, ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ବହୁତ ଦିନ ତଳର କଥା। ଗୋଟିଏ ଜଙ୍ଗଲରେ କିଛି ପଶୁମାନେ ମିଳିମିଶି ରହୁଥିଲେ। ଜଙ୍ଗଲର ରାଜା ସିଂହ ଅତ୍ୟନ୍ତ ନ୍ୟାୟବନ୍ତ ଏବଂ ପ୍ରଜାବତ୍ସଳ ଥିଲା। ତେଣୁ ଜଙ୍ଗଲର ସବୁ ପଶୁମାନେ ତାକୁ ବହୁତ ସମ୍ମାନ ଦେଉଥିଲେ। ହେଲେ ସେଇ ଜଙ୍ଗଲରେ ଗୋଟାଏ ବିଲୁଆ ରହୁଥିଲା। ସେ ବହୁତ ଖଳ ପ୍ରକୃତିର ଥିଲା। ଜଙ୍ଗଲର ପ୍ରାଣୀମାନଙ୍କୁ ଦିନେ ହଇରାଣ ନ କଲେ ତାର ଭାତ ହଜମ ହେଉନଥିଲା। କିଅ ମାଙ୍କଡ଼ ଭାଇ, ଗଛ ଡାଳରେ ବସି କ'ଣ କରୁଛ? କ'ଣ ଆଉ କରିବି ଭାଇ, ଆଜି ମୋ ଝିଅର ଶାଶୁ ଘରୁ ତା ଶାଶୁ ଶ୍ୱଶୁର ଆସୁଛନ୍ତି ତ, ତେଣୁ ତାଙ୍କ ପାଇଁ କ'ଣ ଖାଇବାକୁ ଆଣିବି ଭାବୁଥିଲି। ଏଇ ଗୋଟେ କଥା, ଏଥିରେ ଭାବିବାର କ'ଣ ଅଛି ଯେ ତମେ ଆମ ଜଙ୍ଗଲ ପଛପଟେ ଯୋଉ ବରଗଛ ଅଛି ସେଇଠିକି ଯାଉନ, ସେଠି ଏବେ ବହୁତ ବଢ଼ିଆ କୋଳି ହେଇଛି। କ'ଣ କହୁଛ ଭାଇ? ଆରେ ଆଉ ଡେରି ନ କରି ଶୀଘ୍ର ଯାଅ, ନହେଲେ ଆଉ କିଏ ସବୁ କୋଳି ତୋଳିକି ନେଇଯିବ। ତମେ ସତ କହୁଛ ତ ଭାଇ? ସେ କୋଳିଗୁଡ଼ା ଭଲ ମିଠା ହବ ତ? ମଲା, ମୁଁ ଖାଇଛି ବୋଲି ତମକୁ କହୁଛି ନା, ମୁଁ କାହିଁ ତମକୁ ମିଛ କହିବି କହିଲ? ହଉ ଭାଇ, ମୁଁ ଏବେ ଯାଉଛି। ଯାଅ ଭାଇ ଯାଅ, ଏମିତିକା କୋଳି ଆଣିବ ଯେ ତମ ସମୁଦୁଣୀ ହାତ ଚାଟି ଖାଇବେ, ଆଉ ଗଲାବେଳେ ଘରକୁ ବି ନେଇକି ଯିବେ। ବିଲୁଆ ଭଲ ଭାବେ ଜାଣିଥିଲା ଯେ ଜଙ୍ଗଲ ପଛପଟ ବରଗଛରେ ଯୋଉ କୋଳି ଗୁଡ଼ାକ ଫଳିଥିଲା ସେଗୁଡ଼ାକ ଭଲ କି ପାଚି ନଥିଲା। ହେଲେ ବିଲୁଆ ତ ଚାରି ଦୌଡ଼ି କଟା। ମାଙ୍କଡ଼କୁ ହଇରାଣ ହେଉଥିବାର ଦେଖି ଟିକିଏ ଖୁସି ହବ ବୋଲି ସେ ତାକୁ ମିଛ କହିଲା। ମାଙ୍କଡ଼ ବି ଆଉ ଡେରି ନ କରି ବରଗଛ ପାଖରେ ଯାଇ ପହଞ୍ଚିଲା। ବରଗଛ ପାଖରେ ପହଞ୍ଚିବା ପରେ ମାଙ୍କଡ଼ର ଭାଲୁ ସହ ଦେଖା ହେଲା। ମାଙ୍କଡ଼ ଭାଇ, କ'ଣ ଖବର? ସକାଳୁ ସକାଳୁ ଏତେ ତରତର ହେଇ କୁଆଡ଼େ ଯାଉଛ? କୁଆଡ଼େ ଆଉ ଯିବି ଭାଇ, ମୋ ସମୁଦୁଣୀ ଆଜି ବୁଲିବାକୁ ଆସୁଛନ୍ତି ତ, ତେଣୁ ଏଇ ବରକୋଳି ଦିଟା ନବାକୁ ଆସିଥିଲି। ଆଚ୍ଛା,
ଇଏ ତ ବହୁତ ଭଲ କଥା। ନିଅ ନିଅ, ଭଲ କି ତୋଳି ନିଅ। ମାଙ୍କଡ଼ ଗଛରୁ କୋଳି ତୋଳିବାକୁ ଚେଷ୍ଟା କଲା, ହେଲେ କୋଳିଗୁଡ଼ା ଯେହେତୁ ବହୁତ ଉପରେ ଫଳିଥିଲା, ମାଙ୍କଡ଼ ସେ ପର୍ଯ୍ୟନ୍ତ ପହଞ୍ଚି ପାରିଲା ନାହିଁ। ସେ ଭାଲୁକୁ କହିଲା, ଭାଲୁ ଭାଇ, ମତେ ଟିକେ ସାହାଯ୍ୟ କରିବ? ହଁ, କହୁନ। ମୋ ହାତଟା କୋଳି ଯାଏ ପାଉନି। ତମେ ଯଦି ଟିକିଏ ଠିଆ ହୁଅନ୍ତ, ମୁଁ ତମ ପିଠିରେ ଚଢ଼ି କୋଳି ଗୁଡାକୁ ତୋଳି ଆଣନ୍ତି। ଇଏ ଗୋଟେ କଥା। ଆସ। ଭାଲୁ ପିଠିରେ ଚଢ଼ି ମାଙ୍କଡ଼ କୋଳି ଆଡ଼କୁ ଡିଆଁ ମାରିଲା, ଆଉ କିଛି କୋଳି ତୋଳି ଆଣିଲା। ଦେଖିଲ ଭାଇ, ଏତିକି କୋଳି 2 ଜଣଙ୍କ ପାଇଁ ଯଥେଷ୍ଟ ହବନି? ଆରେ ଭାଇ, ଏତିକି ସେମାନେ ପେଟ ପୂରେଇ ଖାଇଲେ ବି ବଳିବ। ହେଲେ ଭାଇ, ମୋର ଟିକିଏ ସନ୍ଦେହ ହଉଛି। କୋଳି ଗୁଡା ସତରେ ମିଠା ହବ ତ? ଭାଇ, ସ୍ନେହରେ ତୋଳିଛ ମାନେ ନିଶ୍ଚୟ ତମ ସମୁଦି ଆଉ ସମୁଦୁଣୀଙ୍କୁ କୋଳି ମିଠା ଲାଗିବ। ହେଲେ ମତେ କାଇଁ ଭାରି ଡର ଲାଗୁଛି। ଭାବୁଛି କୋଳି ଗୁଡାକୁ ଟିକେ ଆଗ ଚାଖିବି, ତାପରେ ଯାଇ ନେବି। ତମେ କଣ ପାଗଳ ହେଇଗଲଣି ନା କଣ? ଅତିଥିଙ୍କୁ କଣ ଅଇଁଠା ଖାଇବାକୁ ଦିଆଯାଏ? ପାପ ହବ ତମର, ବୁଝିଲ? ଭାଲୁ କଥା ଶୁଣି ମାଙ୍କଡ଼ ଭୟରେ ଆଉ କୋଳିଗୁଡ଼ାକୁ ଚାଖିଲାନି। ସେ ସିଧା ଯାଇ ତା ଗଛରେ ପହଞ୍ଚିଲା। କିଛି ସମୟ ପରେ ତା ସମୁଦି ସମୁଦୁଣୀ ଆସି ପହଞ୍ଚିଲେ। ମାଙ୍କଡ଼ ସେମାନଙ୍କୁ କୋଳି ଖାଇବାକୁ ଦେଲା। କୋଳିଗୁଡ଼ାକ ଏତେ ଖଟା ଥିଲା ଯେ ସେମାନେ ତାକୁ ଖାଇପାରିଲେନି। ଶେଷରେ ସେମାନେ ରାଗି ଯାଇ ମାଙ୍କଡ଼କୁ କହିଲେ, ଇଏ ଆପଣ ଆମକୁ କ'ଣ ଖାଇବାକୁ ଦେଲେ ସମୁଦି? ଆମକୁ ପାଣି ମୁନ୍ଦାଏ ଦେଇକି ବିଦା କରିଥିଲେ ପଛେ ଆମେ ଖୁସି ହେଇଥାନ୍ତୁ, ହେଲେ ଏଇ ଖଟା କୋଳି ଗୁଡା ଦେଇକି ଆମକୁ ଆପଣ ଅପମାନ ଦେଇଛନ୍ତି। ଥାଉ, ବହୁତ ହେଇଗଲା। ଆମେ ଆଉ କେବେ ବି ଆପଣଙ୍କ ଘରକୁ ଆସିବୁନି। ଚାଲ ଚାଲ ଏଠୁ। ମାଙ୍କଡ଼ର ମନ ବହୁତ ଦୁଃଖ ହେଲା, ଆଉ ବିଲୁଆ ଉପରେ ବି ତାର ରାଗ ବଢ଼ିଲା। ଆଉ ଦିନକର କଥା, ଦିନେ ଗୋଟାଏ ବାଘ ତା ଗୁମ୍ଫାରେ ଗୋଟାଏ ହରିଣକୁ ମାରି ରଖିଥିଲା। ଘଟଣାଟା ବିଲୁଆ ଆଖିରେ ପଡ଼ିଲା। ସେ କ'ଣ କଲା ନା, ହରିଣ ମାଂସକୁ ଚୋରି କରି ନେଇଗଲା, ଆଉ ତାକୁ ତା ଗୁମ୍ଫାରେ ରଖିଦେଇ ଆସିଲା। କିଛି ସମୟ ପରେ ବାଘ ଆସି ତା ଗୁମ୍ଫାରେ ପହଞ୍ଚିଲା। ସେ ଚାରିଆଡ଼େ ହରିଣକୁ ଖୋଜିଲା, ହେଲେ ପାଇଲା ନାହିଁ। ନା, ଆଉ ଖୋଜି ହବନି। ଯାଉଛି, ମହାରାଜଙ୍କ ପାଖକୁ ଯିବି। ସେ ହିଁ ମତେ ନ୍ୟାୟ ଦେବେ। ବାଘ ସିଂହ ପାଖକୁ ଯାଉଥିଲା ବେଳେ ବାଟରେ ତାର ମାଙ୍କଡ଼ ଦେଖାହେଲା। ଆରେ ମାମୁଁ, ଏମିତି ମୁହଁ ଓହଳେଇକି କୁଆଡେ ଯାଉଛ? କଣ କହିବି ଭାଇ? ଚୋର କିଏ ମୁଁ ଜାଣେ। କିଏ? ବିଲୁଆ। ବିଲୁଆ ହିଁ ଚୋରି କରିଥିବ। ହେଲେ ଏ କଥା ତମେ କେମିତି ଜାଣିଲ? ସବୁ ଜଣା ପଡିଯିବ। ଯଦି ତମକୁ ମୁଁ ଏବେ ଯାହା କହିବି ତମେ ଯାଇ ସିଂହ ମହାରାଜଙ୍କ ଆଗରେ କହିବ, ତାହେଲେ ସବୁ ଜଣା ପଡିଯିବ। ହଉ, କୁହ। ମାଙ୍କଡ଼ ବାଘ କାନରେ ଗୋଟାଏ ଉପାୟ କହିଲା। 2 ଜଣ ସାଙ୍ଗ ହେଇ ସିଂହ ପାଖରେ ଯାଇ ପହଞ୍ଚିଲେ। ସେମାନେ ଦେଖିଲେ ଯେ ସିଂହ ପାଖରେ ସବୁ ପଶୁମାନେ ଛିଡ଼ା ହେଇଛନ୍ତି। ସେତିକି ବେଳେ ବାଘ କହିଲା, ମହାରାଜ, ମୁଁ ଆପଣଙ୍କ ପାଇଁ ଗୋଟିଏ ଉପହାର ଆଣିଛି। ଉପହାର? କି ଉପହାର? ମହାରାଜ, ଆଜି ସକାଳେ ମୁଁ ଜଙ୍ଗଲ ବାହାରକୁ ଶିକାର କରିବାକୁ ଯାଇଥିଲି। ସେଠି ଗୋଟେ ବଡ଼ ହରିଣ ଶିକାର କରି ଆପଣଙ୍କ ପାଇଁ ଆଣିଛି। ଧନ୍ୟବାଦ ବାଘ, ହେଲେ ମୁଁ ଏବେ ସାଙ୍ଗେ ସାଙ୍ଗ ଗୋଟାଏ ଛେଳି ଖାଇକି ଆସିଛି, ତେଣୁ ମୋତେ ଏବେ ଆଉ ଭୋକ ଲାଗୁନି। ତୁ ଗୋଟେ କାମ କର, ତୁ ତାକୁ ମୋ ଗୁମ୍ଫାରେ ରଖିଦେ, ମୁଁ ପରେ ଯାଇକି ଖାଇବି। ବାଘ ସାଙ୍ଗେ ସାଙ୍ଗେ ଗୋଟାଏ ପାତ୍ର ନେଇ ସିଂହ ଗୁମ୍ଫାରେ ରଖିଦେଲା। ଆରେ ଇଏ କଣ? ସେ ବାଘ ଆଉ ମୋର ଚୋରି କରିଥିବା କଥା ଜାଣିପାରିନି ତ? ନା, ଗୁମ୍ଫାରେ ଯାଇ ଦେଖି ଆସେ।
ବହୁତ କଷ୍ଟରେ ସେ ହରିଣ ମାଂସ ଚୋରି କରି ଆଣିଛି। ଯଦି ସେ ବାଘ ଗୁମ୍ଫାରୁ ମାଂସ ନେଇ ଯାଇଥିବ ତାହେଲେ ମୋର ସବୁ ପରିଶ୍ରମ ଶୁକୁଆ ପୋଡ଼ାରେ ଯିବ। ବିଲୁଆ ସେଠୁ ଦୌଡ଼ି ପଳେଇଲା। ଆରେ ଏ ବିଲୁଆ କୁଆଡ଼େ ପଳେଇଲା? ମହାରାଜ, ମୁଁ ବହୁତ କଷ୍ଟରେ ଗୋଟାଏ ହରିଣ ଶିକାର କରି ଆଣିଥିଲି, ହେଲେ ଗୁମ୍ଫାରେ ପହଞ୍ଚି ଦେଖିଲି ଯେ କିଏ ମୋର ଶିକାର ଚୋରି କରି ନେଇଛି। ତେଣୁ ବାଘ ମାମୁଁ ଆଉ ମୁଁ ଗୋଟାଏ ଯୋଜନା କରିଛୁ। କି ଯୋଜନା? ସେ କଥା ଆପଣ ପରେ ଜାଣିବେ ମହାରାଜ। ଆପଣ ପ୍ରଥମେ ଆମ ସହ ଆସନ୍ତୁ। ସିଂହ ବାଘ ଆଉ ମାଙ୍କଡ଼ଙ୍କ ସହ ଯାଇ ବିଲୁଆର ଗୁମ୍ଫାରେ ପହଞ୍ଚିଲା। ସେଠି ସେ ଦେଖିଲା ବିଲୁଆ ତା ଗୁମ୍ଫାରେ ମଲା ହରିଣଟାକୁ କାମୁଡ଼ି ଧରିଛି। ଦେଖନ୍ତୁ ମହାରାଜ, ଏଇ ହରିଣଟାକୁ ମୁଁ ଶିକାର କରି ଆଣିଥିଲି ଆଉ ତାକୁ ଏଇ ବିଲୁଆ ଚୋରି କରି ନେଇ ଆସିଛି। ନାଇଁ ମହାରାଜ, ଏଇଟା ମୋ ଶିକାର। ବାସ୍, ଆଉ ମିଛ କହନି ବିଲୁଆ, ତୁ ଚୋରି କରିଛୁ। ଯଦି ଚୋରି କରି ନଥାନ୍ତୁ ତାହେଲେ ସେଠି ହରିଣ ମାଂସ କଥା ଶୁଣି ସାଙ୍ଗେ ସାଙ୍ଗ ତୋ ଗୁମ୍ଫାକୁ ଦୌଡ଼ି ଆସି ନଥାନ୍ତୁ। ଶୀଘ୍ର ଏଇ ଜଙ୍ଗଲ ଛାଡ଼ି ପଳା, ନହେଲେ ତତେ ମୁଁ ଆଜି ମାରିକି ଖାଇଯିବି। ବିଲୁଆ ଅପମାନିତ ହେଇ ଜଙ୍ଗଲରୁ ପଳେଇଲା। ଆଉ ବାଘ ତା ଶିକାର ନେଇ ଖୁସିରେ ଗୁମ୍ଫାକୁ ଫେରିଲା। ଏଥିରୁ ଆମେ କ'ଣ ଶିଖିଲେ? ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ ବିପଦରେ ପକେଇବାକୁ ଚିନ୍ତା କଲେ ଆମେ ନିଜେ ବିପଦରେ ପଡ଼ିଥାଉ।